Hallelujah. Hallelujah. Praise the Lord. ସମସ୍ତଙ୍କୁ ଯୀଶୁଙ୍କ Praise the ନାମରେ Lord. Praise the Lord. କି ଆମମାନଙ୍କୁ ଆଜି ମଧ୍ୟ ସେ ସମ୍ଭବ କରନ୍ତି ଆମ ଜୀବନରେ ଅସମ୍ଭବକୁ ସମ୍ଭବ କରନ୍ତି ସେଇ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମସ୍ତଙ୍କୁ Amen. ଏ ସନ୍ଧ୍ୟାକାଳୀନ ସମୟରେ ସେଇ ସମ୍ଭବକାରୀ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୋର ପ୍ରେଜ୍ ଦ ଲର୍ଡ ଜଣୁଅଛି ପ୍ରେଜ୍ ଦ ଲର୍ଡ Praise the ଆଉ Lord. ମଧ୍ୟ Praise the ଆଜିର Lord. ପଥ୍ ଯିଏକି ଦିଦି ବା ସୁଲେଖା ଭଉଣୀ ଆଜି ଯିଏକି ଲିଡିଂ କରୁଛନ୍ତି ଏବଂ ଜାନକୀ ଭଉଣୀ ମଧ୍ୟ ଆଜି ତାଙ୍କ ଟିମ୍ ସହିତ ଉପାସନା କରୁଥିଲେ ସ୍ତୁତି ଆରାଧନା କରୁଥିଲେ ଏବଂ ବଡ ଦିଦି ଆମମାନଙ୍କର ଇଷ୍ଟ ଦିଦି ପ୍ରାର୍ଥନା କରେ ସେଥିପାଇଁ ସେମାନଙ୍କୁ ମଧ୍ୟ ମୁଁ ଯୀଶୁଙ୍କ ନାମରେ ଧନ୍ୟବାଦ ଦିଏ ଏବଂ ଶୁଭେଚ୍ଛା ଅଭିନନ୍ଦନ ଜଣାଏ ଆଜିର ଏଇ ଦିନଟି ନିଶ୍ଚୟ ଆମମାନଙ୍କ ପାଇଁ ଏକ ଆଶୀର୍ବାଦର ଦିନ ହେଉ ଯେତେବେଳେ କି ଆମେ ପ୍ରାର୍ଥନା କରୁଥିଲୁ ସେତେବେଳେ ମତେ ପ୍ରଭୁ ଏକ ଉତ୍ତମ ବିଷୟ ସେ କଥା କହୁଥିଲେ ଯେ ପରମେଶ୍ୱରଙ୍କ ସମ୍ମୁଖରେ କୌଣସି ବିଷୟ ଅସମ୍ଭବ ନାହିଁ ପ୍ରେଜ୍ ଦ ଲର୍ଡ ସେ Lord. ସମସ୍ତ ବିଷୟକୁ ସମ୍ଭବ କରନ୍ତି ଆଉ Amen. କରିଛନ୍ତି ଏବଂ କରିବେ ଆଜି ମଧ୍ୟ ସେ ସମ୍ଭବ କରିବା ପାଇଁ ସେ ଯୋଗ୍ୟ ପରମେଶ୍ୱର ଅଟନ୍ତି ହଉ ଆମମାନଙ୍କ ଜୀବନରେ ଛୋଟରୁ ବଡ ଜନ୍ମ ଠାରୁ ଯେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ କିଛି ନା କିଛି ସମସ୍ୟା ଥାଏ ଅସମ୍ଭବକୁ ସମ୍ଭବକାରୀ ଯୀଶୁ ଖ୍ରୀଷ୍ଟ ଅଟନ୍ତି ଏଇ ଜଗତରେ ଆମମାନଙ୍କ ପାଇଁ କଣ ପ୍ରଭୁ ଅସମ୍ଭବ ବିଷୟକୁ କଣ ସମ୍ଭବ କରିବେ ଯେତେବେଳେ ଆମେ ପୁରାତନରେ ଦେଖୁଛୁ ଅନେକ ଅସମ୍ଭବ ବିଷୟ ଯେଠି କଥା ପାରେ ନାହିଁ କହୁଥିଲେ ତାଙ୍କ ପାଇଁ ମଧ୍ୟ ପରମେଶ୍ୱର କହିଲେ ତମେ କଥା କହିପାରିବ ଏତେ ବଡ ରାଜାଙ୍କୁ କିପରି ମୁଁ କଥା କହିବି ତ ମଉସାଙ୍କୁ ପରମେଶ୍ୱର ବ୍ୟବହାର କଲେ ତମେ ହିଁ କହିବ ମଉସା ସେଇଠୁ ଏସ୍କେପ୍ ହେବା ପାଇଁ ଚାହୁଁଥିଲେ କିନ୍ତୁ ପରମେଶ୍ୱର ତାଙ୍କୁ ନିଯୁକ୍ତି କଲେ ଆପଏଣ୍ଟ କଲେ ତମେ ହଉଛ ଠିକ ବ୍ୟକ୍ତି ଯାହାକି ତୁମେ ତାହା କରିପାରିବ ଆଉ ସେଇ ମଶାଙ୍କ ଦ୍ୱାରା କାର୍ଯ୍ୟ କଲେ ପୁରାତନ ଏବଂ ନୂତନ ନିୟମରେ ଯେତେବେଳେ କି ଆମମାନେ ସମସ୍ୟା ବୋଲି ଏକ ବାକ୍ୟକୁ ଉଚ୍ଚାରଣ କରୁ 3294 ଥର ସେଇ ସମସ୍ୟା ଲେଖାଯାଇଛି ସେଇ ସମସ୍ୟାଟି ଆମମାନଙ୍କ ଜୀବନରେ ମଧ୍ୟ ଆଜି ପହଞ୍ଚିଛି ଛୋଟ ଠାରୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ମାତାଙ୍କ ଉଦର ମଧ୍ୟରେ ଥିଲେ ସେତେବେଳେ ମଧ୍ୟ ତାଙ୍କୁ ସମସ୍ୟା ହେଲା ମାତା ଗୋଟିଏ ଜାଗା ଛାଡି ଅନ୍ୟ ଜାଗାକୁ ଯିବା ପାଇଁ ସେ ବ୍ୟସ୍ତ ହେଲେ ତାଙ୍କ ପାଖରେ ମଧ୍ୟ ସମସ୍ୟା ଥିଲା ଯେତେବେଳେ ସେ ନିଜର ନାମକରଣ କରିବା ପାଇଁ ସେନ୍ସସ୍ ପାଇଁ ଯାଉଛନ୍ତି ସେତେବେଳେ ସମସ୍ୟା ଥିଲା ଆଉ ଯେତେବେଳେ କି ସେ ଜନ୍ମ ହଉଛନ୍ତି ତାଙ୍କ ପାଇଁ ସେତେବେଳେ ମଧ୍ୟ ସମସ୍ୟା ଥିଲା କୋଉ ଜାଗାରେ ସେ ଜନ୍ମ ହେବେ ଆଜି ମନୁଷ୍ୟ ଜୀବନରେ ମଧ୍ୟ ଜନ୍ମରୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସମସ୍ୟା ଥାଏ ଆମେ ଭାବୁ ଯେତେବେଳେ କି ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ସହିତ ଅଛନ୍ତି ସମସ୍ୟା ଆସିବ ନାହିଁ ଯୀଶୁ ଖ୍ରୀଷ୍ଟ ଡଙ୍ଗାରେ ଶୋଇଥିଲେ ବହୁତ ବଡ ସମସ୍ୟା ସେମାନଙ୍କ ନିକଟରେ ପହଞ୍ଚିଲା ଶିଷ୍ୟମାନେ ଭୟଭୀତ ହେଲେ ସେଇ ଭୟଭୀତ ସମୟରେ ଯୀଶୁ ତ ଅଛନ୍ତି କିଛି ହବ ନାହିଁ ବୋଲି ସେ କହିଲେ ନାହିଁ ଯୀଶୁଙ୍କୁ ଚିତ୍କାର କରି ସେମାନେ ଡାକିଲେ ଆଉ ସେମାନେ ସେଇ ସମସ୍ୟାରୁ ମୁକ୍ତ ହେଲେ ମୋର ପ୍ରିୟ ମାନେ ଆଜି ଆମେ ଏଇ ବିଷୟକୁ ଆଲୋଚନା କରିବା ଆଜି ଅନେକ ଲୋକମାନେ ପ୍ରତିଜ୍ଞା କରନ୍ତି ସମାଧାନ କରିବୁ ସମସ୍ୟା ଦୂର କରିବୁ ବୋଲି ଆଜି ଅନେକ ରାଜନୈତିକ ଲୋକମାନେ କୁହନ୍ତି ଆମେ ତମର ସମସ୍ୟା ଦୂର କରିବୁ ଅନେକ ସରକାର କୁହନ୍ତି ତମର ସମସ୍ୟାକୁ ଦୂର କରିବୁ ଅନେକ ଶାସକ ଦଳ ଲୋକମାନେ କୁହନ୍ତି ଆମେ ତମର ସମସ୍ୟାକୁ ସମାଧାନ କରିବୁ ଅନେକ ଚାକିରି ଲୋକମାନେ କୁହନ୍ତି ତମର ସମସ୍ୟାକୁ ଆମେ ସମାଧାନ କରିବୁ ଅନେକ ଧନୀ ବ୍ୟକ୍ତି ମାନେ କୁହନ୍ତି ତମ ସମସ୍ୟାକୁ ଆମେ ଦୂର କରିବୁ ସମାଧାନ କରିବୁ ଅନେକ ଅଫିସର୍ସ ମାନେ କୁହନ୍ତି ସମସ୍ୟାକୁ ଦୂର କରିବୁ କିନ୍ତୁ ସେମାନେ କେବେ କରିପାରନ୍ତି ନାହିଁ ଆଜି ସମସ୍ୟା ନେଇକି ଅନେକ ଲୋକମାନେ ଥାନାକୁ ଯାଆନ୍ତି କୋର୍ଟକୁ ଯାଆନ୍ତି କଚେରୀକୁ ଯାଆନ୍ତି ସରପଞ୍ଚ ନିକଟକୁ ଯାଆନ୍ତି ଏମଏଲ ପାଖକୁ ଯାଆନ୍ତି ଏମପି ପାଖକୁ ଯାଆନ୍ତି କଲେକ୍ଟର ପାଖକୁ ଯାଆନ୍ତି ସମସ୍ତଙ୍କ ନିକଟକୁ ଯାଆନ୍ତି
ସେମାନେ କେବେ ମଧ୍ୟ ସମାଧାନ କରିପାରନ୍ତି ନାହିଁ। ଆଉ ଯେତେବେଳେ ଦିନ ଆସେ, ଇଲେକ୍ସନ ଆସେ, ସେତେବେଳେ ବଡ ବଡ ଲୋକମାନେ, ଯୋଉମାନେ ନେତାମାନେ କୁହନ୍ତି, ପଲିଟିକାଲ ଲିଡର, ସେମାନେ କୁହନ୍ତି ଆମେ ତମ ସମସ୍ୟାକୁ ଆମେ ସମାଧାନ କରିବୁ। ଆଜିକା ଡେଟ୍ରେ ଯଦି ମୁଁ କହିବି, ଯେଉଁ ସରକାର ଆଜି ଶାସନ କରୁଛନ୍ତି, ଯେଉଁ ସରକାର ଆଜି ଚଳାଉଛନ୍ତି, ସେଇ ସରକାର ମଧ୍ୟ ଦିନେ କହିଥିଲା ତମର ଘରର ସମସ୍ୟା ଆମେ ଦୂର କରିବୁ, ସର୍ଭେ କରିବୁ, ସେଇ ଘରର ସମସ୍ୟାକୁ ଆମେ ଦୂର କରିଦେବୁ। ତମର କୌଣସି ପ୍ରକାର ଏହିପରି ଆଉ 10 ବର୍ଷ ଭିତରେ କୌଣସି ପ୍ରକାର ଚାଳ ଘର ନଥିବ, କୌଣସି ପ୍ରକାର ଆଜବେଷ୍ଟ ଘର ନଥିବ। କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କର ଲୋକମାନଙ୍କ ପାଇଁ ଗୃହର ଆବଶ୍ୟକ ନାହିଁ। ଜହନ ଲିଖିତ ସୁସମାଚାର ତାର 14 ଅଧ୍ୟାୟ 2 ପଦେ ଲେଖାଯାଇଛି, କାରଣ ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି। ସେ ପ୍ରତିଜ୍ଞାକୁ ସେ ଯୀଶୁ ଖ୍ରୀଷ୍ଟ ନିଜେ କହିଛନ୍ତି। ଆଜିକା ଡେଟ୍ରେ ଯେଉଁ ସରକାର କୁହେ ସମ୍ପୂର୍ଣ୍ଣ ଗୃହକୁ ଆମେ ପରିବର୍ତ୍ତନ କରିବୁ, କୌଣସି ଗ୍ରାମରେ, କୌଣସି ସହରରେ, କୌଣସି ଜାଗାରେ ଆମେ ଗୋଟିଏ ମଧ୍ୟ ଗୃହ ଚାଳ ଘର ଦେଖିପାରିବୁ ନାହିଁ। କିନ୍ତୁ ସେଇ ଗୃହର ଅନ୍ୱେଷଣରେ ଆମେ ନାହୁଁ, ସେହି ଗୃହର ଆମେ ଖୋଜରେ ନାହୁଁ, ଯେଉଁ ଗୃହ କି ଅନନ୍ତ ଜୀବନରେ ଆମମାନଙ୍କର ବାସ କରିବା ଗୃହ, ଯେଉଁ ଗୃହ କି ଆମମାନଙ୍କ ନିମନ୍ତେ ଯୀଶୁ ଖ୍ରୀଷ୍ଟ ନିଜେ ପ୍ରସ୍ତୁତ କରନ୍ତି, ତାହା କେବେ ମଧ୍ୟ ଅଟଳ ହେବ ନାହିଁ। ସେଇ ଗୃହକୁ ସମାଧାନ କରିବା ପାଇଁ ଯୀଶୁ ଆଜି ଆମମାନଙ୍କୁ କୁହନ୍ତି ଯେ ଆମେ ଜଗତର ଗୃହକୁ, ସମସ୍ୟାକୁ ଆମେ କେବେ ମଧ୍ୟ ଆଶା କରିନାହୁଁ। ସେଇ ଗୃହ ଆମମାନଙ୍କୁ କେବେ ମଧ୍ୟ ସୁରକ୍ଷା ଦେଇପାରିବ ନାହିଁ। ଆଜି ସରକାର ଅନେକ ଏ ପ୍ରକାର ପ୍ରତିଶ୍ରୁତି କରିଥାଏ, ପ୍ରତିଜ୍ଞା କରିଥାଏ, ସମୟରେ ତୁମକୁ ସବୁ ବିଷୟ ଯୋଗାଇବୁ ବୋଲି ମଧ୍ୟ କହିଥାନ୍ତି ସରକାର, କିନ୍ତୁ କିଛି ଯୋଗାଇ ନଥାନ୍ତି। ଖାଲି ଗୃହ ବିଷୟ ମୁଁ କହୁନାହିଁ, ସେମାନେ ଶିକ୍ଷା ବିଷୟରେ, ଆଜି ଶିକ୍ଷାକୁ ସେମାନେ କହିଥାନ୍ତି ଅନେକ ଶିକ୍ଷାର ସମସ୍ୟା ଅଛି। ଆଜି ଖ୍ରୀଷ୍ଟିଆନ ପରିବାର ହଉ, ମୁସଲିମ ପରିବାର ହଉ, ଶିଖ ପରିବାର ହଉ, ଜୈନ ପରିବାର ହଉ କିମ୍ବା ହିନ୍ଦୁ ପରିବାର ହଉ, ପ୍ରତ୍ୟେକ ପରିବାରରେ ଜ୍ଞାନର ଅଭାବ ରହିଅଛି। ସେମାନେ କୁହନ୍ତି ଆମେ ଇଂଲିଶକୁ ଏବେ ବନ୍ଦ କରିବୁ ବୋଲି କୁହନ୍ତି। ଆପଣ ଜାଣନ୍ତି ଅମିତ ଶାହଙ୍କ ପୁଅ ଯେତେବେଳେ ଇଂଲିଶ ସ୍ପିଚ ଦେଲେ, ସେତେବେଳେ ସେ ଇଂଲିଶ ସ୍ପିଚ କହିପାରିଲେ ନାହିଁ। ସେତେବେଳେ କହୁଛନ୍ତି ସମସ୍ତଙ୍କୁ ଆମେ ଏବେ ହିନ୍ଦୀରେ ଆମେ ସମସ୍ତଙ୍କୁ ଶିକ୍ଷା ଦେବୁ। ତାଙ୍କୁ ଗୋଟେ ଇନସଲ୍ଟ ଫିଲ୍ କଲେ ସେ। କିନ୍ତୁ ପ୍ରଭୁଙ୍କର ଲୋକମାନେ ଅନେକ ଭାଷା ଜାଣିଥାନ୍ତି, ସେମାନେ ଜ୍ଞାନରେ ପୂର୍ଣ୍ଣତା ହେଇଥାନ୍ତି। ଆଜି ଜହନ ଲିଖିତ ସୁସମାଚାର 13 ଅଧ୍ୟାୟ 15 ପଦରେ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ସେହି ଗୁରୁ। ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ସେହି ଗୁରୁ, ତାଙ୍କ ନିକଟରେ ଅନେକ ଶିକ୍ଷା ରହିଅଛି। ଆମମାନେ କୌଣସି ଜାଗାକୁ ଯିବା ଆବଶ୍ୟକତା ନାହିଁ। ସେ ବ୍ୟକ୍ତିଗତ ଜୀବନରେ ଏକ ଖ୍ରୀଷ୍ଟିଆନ ବ୍ୟକ୍ତି ବିଶେଷଙ୍କୁ ସିଏ ଏକ ଜ୍ଞାନୀବାନ କରନ୍ତି। ହିତବୋଧରେ କିପରି ଲେଖାଯାଏ, ପରମେଶ୍ୱରଙ୍କୁ ଭୟ ହିଁ ଜ୍ଞାନର ଆରମ୍ଭ ମାତ୍ର, ସେ ଜ୍ଞାନରେ ପୂର୍ଣ୍ଣତା ଅଟନ୍ତି। ସେଇ ପରମେଶ୍ୱରକୁ ଆଜ୍ଞା ପାଳନ କରିବା ହିଁ ଜ୍ଞାନ ଅଟେ। ଆମ ଜୀବନର ସମସ୍ୟା ଗୋଟିଏ ପରେ ଗୋଟିଏ ସମସ୍ୟା, ଯାହାକି ଆଜି ଆମେ ଦେଖିବା ମିନିମମ୍ 10ଟି ସମସ୍ୟା। ଯଦି ବାଇବେଲରେ 3294ଟି ସମସ୍ୟା ଅଛି, ସେଇ ଭିତରୁ ଆମେ 10ଟି ସମସ୍ୟାକୁ ଆମେ ଦେଖିବାକୁ ଯିବା। ଆଜିର ଦିନରେ ଆମେ ଯେଉଁ ସମସ୍ୟା ନେଇକି ପ୍ରଭୁଙ୍କ ନିକଟକୁ ଆସୁ, ସେଇ ସମସ୍ୟା ପରମେଶ୍ୱର ସମାଧାନ କରନ୍ତି। ଆପଣମାନେ ଅନେକ ଲୋକମାନେ ଆଜି ଜାଣନ୍ତି, ଗ୍ରାମରେ ଅନେକ ଲୋକମାନେ ଯିବା ଆସିବା ପାଇଁ ସମସ୍ୟା ଅଛି, ରାସ୍ତାର ସମସ୍ୟା ବୋଲି କୁହନ୍ତି। ଯୀଶୁ ଖ୍ରୀଷ୍ଟ ଦିନେ ଜିରିଓରୁ ଜିରିକୋକୁ ଯାତ୍ରା କରୁଥିଲେ, ଆଉ ସେଇ ସମୟରେ ଏପରି ଯାତ୍ରା ମଧ୍ୟରେ ସେ ରାସ୍ତା ଦେଖୁଛନ୍ତି, ତାଙ୍କ ସହିତ ଲକ୍ଷ ଲକ୍ଷ ଲୋକମାନେ ଯିବା ଆସିବା କରନ୍ତି। ତାଙ୍କ ପଛରେ 4 ପ୍ରକାର ଦଳର ଲୋକମାନେ ଗମନାଗମନ କରନ୍ତି। ସେମାନଙ୍କ ମଧ୍ୟରୁ ଅନେକ ତାଙ୍କୁ ପ୍ରଶ୍ନ ପଚାରୁଛନ୍ତି। ଅନେକଙ୍କ ପାଖରେ ଖାଦ୍ୟର ସମସ୍ୟା ଥିଲା, ଅନେକଙ୍କ ପାଖରେ ଶ୍ରବଣର ଶୁଣିବାର ସମସ୍ୟା ଥିଲା, ଅନେକଙ୍କ ପାଖରେ ରୋଗର ସମସ୍ୟା ଥିଲା, ଅନେକଙ୍କ ପାଖରେ ବସ୍ତ୍ରର ସମସ୍ୟା ଥିଲା, ଅନେକଙ୍କ ପାଖରେ ନିଜର ବ୍ୟକ୍ତିଗତ ପର୍ସନାଲ ପ୍ରୋବ୍ଲେମ ସିଚୁଏସନ ତାଙ୍କ ପାଖରେ ଥିଲା। କିନ୍ତୁ ସେଥିପାଇଁ ଯୀଶୁ ଖ୍ରୀଷ୍ଟଙ୍କର ସହିତ ଅନୁକରଣ କରୁଥିଲେ, ତାଙ୍କ ପଛେ ପଛେ ଗମନ କରୁଥିଲେ। ଅନେକ ସ୍ତ୍ରୀ ମାନେ ଯାଉଥିଲେ, ସେମାନଙ୍କ ମଧ୍ୟରୁ ଜଣେ ପ୍ରଦରଗ୍ରସ୍ତ ନାରୀ ବା ଭଉଣୀ, ତାଙ୍କର ଗୋଟିଏ ସମସ୍ୟା ଥିଲା। ସେ ସମସ୍ୟାକୁ ପଛରେ ପକେଇ ଯୀଶୁଙ୍କ ନିକଟକୁ ଯାଉଛନ୍ତି, ଯୀଶୁଙ୍କ ପଛରେ ଅନୁଗମନ କରୁଛନ୍ତି, ଯୀଶୁଙ୍କ ସହିତରେ ଯାଉଛନ୍ତି। ସେ ସମସ୍ୟାକୁ
ସେ ସମାଧାନକାରୀ ପରମେଶ୍ୱର ହନ୍ତି। ଆଜି ପୃଥିବୀରେ ରାସ୍ତାଘାଟ କରିବା ପାଇଁ ଆଜି ସରକାର ପ୍ରତିଜ୍ଞା କରନ୍ତି, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ସମୟରେ ଆଉ ଆଜି ମଧ୍ୟ ସେଇ ସମସ୍ୟାକୁ ଦୂର କରିବା ପାଇଁ ଯୋହନ ଏପରି କୁହନ୍ତି, ସେ କୁହନ୍ତି ଯେଉଁ ରାଜା ଆସୁଅଛନ୍ତି, ଯେଉଁ ରାଜା ଆସିବେ, ଯାହାର କି ମୁଁ ଚପଲ ସ୍ପର୍ଶ କରିବା ପାଇଁ ମଧ୍ୟ ଯୋଗ୍ୟ ନୁହଁ, ତାଙ୍କ ଆସିବା ପୂର୍ବରୁ ସମସ୍ତ ରାସ୍ତାଘାଟକୁ ସଳଖ କରାଯାଉ। ଆଉ ସେଇ ଲୋକମାନେ ସ୍ରୋତ ପରି ଇସ୍ରାଏଲକୁ ବୋହିବେ। ଦିନ ଆସିବ ଆମେ ସମସ୍ତେ ଗୋଟିଏ ଜାଗାରେ ଏକତ୍ର ମିଳନ ହେବା, ଯେଉଁ ଜାଗା କି ଯୀଶୁ ଖ୍ରୀଷ୍ଟ ଆଜି ରାସ୍ତା ସଜାଡୁଛନ୍ତି। ଯୀଶୁ ସେଥିପାଇଁ କହିଲେ ମୁଁ ପଥ ଏବଂ ମୁଁ ସତ୍ୟ ଏବଂ ମୁଁ ଜୀବନ। ଯେଉଁ ରାସ୍ତା କି ଆଜି ସରକାର କହୁଛନ୍ତି ଆମେ ତୁମ ପାଇଁ ରାସ୍ତା ତିଆରି କରିଦେବୁ, ତୁମ ପାଇଁ ଆମେ ବହୁତ ବଡ ରାସ୍ତା କରିବୁ, NH କରିବୁ, ପଞ୍ଚାୟତର କରିବୁ, PMRY ରାସ୍ତା କରିଦେବୁ। এই সমস্ত সরকার কইଥାଏ, কিন্তু কেবে ମଧ୍ୟ ତାଙ୍କ ଦ୍ୱାରା ସମ୍ଭବ ହୋଇନଥାଏ। କିନ୍ତୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଆମମାନଙ୍କର ପଥ। ଯେତେବେଳେ ଆମେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମେ ଗମନ କରୁ, ଯୀଶୁଖ୍ରୀଷ୍ଟଙ୍କ ବାକ୍ୟ ଦ୍ୱାରା ଆମେ ଯେତେବେଳେ କି ପରିଚାଳିତ ହଉ, ଯୀଶୁଖ୍ରୀଷ୍ଟଙ୍କର ବାକ୍ୟକୁ ଆମେ ଯେତେବେଳେ ପାଳନ କରୁ, ଯୀଶୁଖ୍ରୀଷ୍ଟଙ୍କର ବାକ୍ୟକୁ ଯେତେବେଳେ ଆମେ ଧ୍ୟାନ କରୁ, ଯୀଶୁଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ଯେତେବେଳେ ଆମେ ପ୍ରାର୍ଥନା କରୁ, ସେ ସମସ୍ତ ଅସମ୍ଭବକୁ ସମ୍ଭବ କରନ୍ତି। ଯେଉଁ ଯୀଶୁଖ୍ରୀଷ୍ଟ କି ଆମମାନଙ୍କ ପାଇଁ ଆମମାନଙ୍କୁ ଅନେକ ଦୁଃଖ କଷ୍ଟ ଯନ୍ତ୍ରଣା କ୍ଲେଶ ସହ୍ୟ କରି ସେ ଆଗକୁ ବଢିଲେ, ସେ ସବୁ ନେଇଗଲେ। ଗୋଲଗଥା ମଧ୍ୟକୁ ଯେତେବେଳେ ସେ ଯାତ୍ରା କରନ୍ତି ଏକ ପଥ ଦେଇ, ସେଇ ପଥଟି ବହୁତ ଅସଜଡ଼ା ପଥ ଥିଲା। ଯେଉଁ ପଥ କି କଣ୍ଟକମୟ ପଥ ଥିଲା, ଯେଉଁ ପଥ କି ପଥରମୟ ପଥ ଥିଲା, ଯେଉଁ ପଥ କି ଅନେକ କଷ୍ଟଦାୟକ ଯନ୍ତ୍ରଣାଦାୟକ ପଥ ଥିଲା, ସେ ଗମନ କଲେ। ଆଜି ମଧ୍ୟ ଯେତେବେଳେ ଆମମାନେ ଏଇ ଜଗତ ମଧ୍ୟରେ ଅନେକ ଯନ୍ତ୍ରଣା କ୍ଳିଷ୍ଟ ରୋଗ ଦୁଃଖ ସମସ୍ୟା ଅଭାବ ଅନାଟନ ଦେଇ ଆମେ ଯାତ୍ରା କରୁଛୁ, ନିଶ୍ଚୟ ଆମମାନଙ୍କ ନିମନ୍ତେ ସେଇ ପଥଟନ୍ତି ଯେ ପିତାଙ୍କ ନିକଟକୁ ଆମେ ପହଞ୍ଚି ପାରିବା। ସେ ହେଉଛନ୍ତି ପଥ। ଆଉ ସରକାର ମଧ୍ୟ କୁହେ ଅନେକ ସମସ୍ୟା କହିଥାଏ, ସେଇ ଭିତରୁ ପାଣିର ସମସ୍ୟା ବୋଲି ମଧ୍ୟ ଆମେ ସମାଧାନ କରିବା। କିନ୍ତୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ଏପରି କୁହନ୍ତି, ସେ ହେଉଛନ୍ତି ଏକ ଜଳ। ସେଦିନ ସମୀରଣୀ ସ୍ତ୍ରୀଙ୍କୁ କହିଲେ, ଯଦି ତମେ ଜାଣିଥାନ୍ତ ମତେ ଜୀବନ୍ତ ଜଳ ମାଗିଥାନ୍ତ, ସେ ଜଳର ସମସ୍ୟାକୁ ଦୂର କରିଥାନ୍ତି। ଯେତେବେଳେ କି 24 ଲକ୍ଷ ଲୋକମାନେ ଯାତ୍ରା କରୁଥିଲେ, ଯଦି ପୁରୁଷ ସଂଖ୍ୟା 6 ଲକ୍ଷ ଏବଂ ସ୍ତ୍ରୀ 6 ଲକ୍ଷ, ତାଙ୍କର ପିଲାମାନେ ଯଦି ଜଣେ ଜଣେ ହେବେ, ତାଙ୍କର 6 ଲକ୍ଷ 12 ଲକ୍ଷ, ତାଙ୍କର ଅନେକ ତାଙ୍କର ସହିତରେ ମିଶ୍ରୀୟ ଲୋକମାନେ ଏବଂ ଅନେକ ତାଙ୍କର ଯିଏକି ଜୟୀମାନେ, ତାଙ୍କର ଅନେକ ଭାଇମାନେ ଭଉଣୀମାନେ, ଅନେକ ପଶୁପଲ ମାନେ, ଅନେକ ପକ୍ଷୀ ମାନେ ଅନେକ ଯାତ୍ରା କରୁଥିଲେ। ସେଇ ଯେତେବେଳେ କି କିଡ଼ାନ ଦେଶକୁ ଯାଉଛନ୍ତି, ସେତେବେଳେ ଲକ୍ଷ ଲକ୍ଷ ଲୋକମାନେ ଯାତ୍ରା କଲେ। ସେଇ ସମୟରେ ମଧ୍ୟ ଯୀଶୁଖ୍ରୀଷ୍ଟ ସେମାନଙ୍କୁ ଜଳ ଯୋଗେଇଲେ, ସେ ଶୈଳରେ ଜଳ ଯୋଗେଇଲେ। ଆମମାନଙ୍କୁ ଆଜି ସରକାର କୁହେ, ତମ ଗାଁକୁ ଆମମାନେ ପାଇପ୍ କନେକ୍ସନ କରିଦେବା, ଆମମାନେ ତୁମକୁ ପାଣି ଟାଙ୍କି ତିଆରି କରିଦେବା, କୌଣସି ପ୍ରକାର ଜଳର ସମସ୍ୟା ହେବ ନାହିଁ। କିନ୍ତୁ ଯୀଶୁଖ୍ରୀଷ୍ଟ ହଉଛନ୍ତି ସେଇ ଜୀବନ୍ତ ଜଳ। ଯୋଉମାନେ କି ଯୀଶୁଖ୍ରୀଷ୍ଟଙ୍କୁ ଧାବବାନ ହୁଅନ୍ତି, ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଯାଆନ୍ତି, ସେଇମାନେ କେବେ ମଧ୍ୟ ତୃଷିତ ହେବେ ନାହିଁ। କାରଣ ସେ କହିଛନ୍ତି ଯେ ମୋ ବାକ୍ୟ ନିମନ୍ତେ ଧାର୍ମିକତା ନିମନ୍ତେ ଯେ ତୃଷିତ, ସେ ଧାର୍ମିକତା ନିମନ୍ତେ ଯୋଉମାନେ କି ତୃଷିତ ଅଟନ୍ତି, ସେଇମାନେ ଆଶୀର୍ବାଦ ଯୁକ୍ତ ହେବେ, ଆଶୀର୍ବାଦ ପାଇବେ। ମୋର ପ୍ରିୟ ମାନେ, ଆଜି ତୃଷିତ ଲୋକମାନେ ବାକ୍ୟ ନିମନ୍ତେ ଯୋଉ ରାସ୍ତାରେ କି ଆମେ ଦୌଡୁଛୁ, ପାଣି ବା ଜଳ ଯାହାକୁ କୁହାଯାଏ, ପରମେଶ୍ୱର ଯେପରିକି ଇସ୍ରାଏଲ ଲୋକମାନଙ୍କୁ ଯୋଗେଇଥିଲେ, ଯୀଶୁଖ୍ରୀଷ୍ଟ ନୂତନ ନିୟମରେ ସେ ଯେପରିକି ସମୀରଣୀ ସ୍ତ୍ରୀଙ୍କୁ ଖାଲି ଯୋଗେଇଲେ ତାହା ନୁହଁ, ଆମ ପ୍ରତ୍ୟେକଙ୍କୁ ସେ ଜଳ ଯୋଗାନ୍ତି। ଯେପରିକି କିଛି ସମୟ ପୂର୍ବରୁ ସୁଲେଖା ଦିଦି କହୁଥିଲେ ଯେ ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ଯାଇ ଆମମାନଙ୍କର ସମାଚାର କାର୍ଯ୍ୟ କରିବା ଆମମାନଙ୍କର କର୍ତ୍ତବ୍ୟ ରହିଅଛି। ଖାଲି ଯେ ନୂତନ ନିୟମରେ ଯୀଶୁଖ୍ରୀଷ୍ଟଙ୍କର ଶିଷ୍ୟମାନେ ପ୍ରଚାର କରୁଥିଲେ ତାହା ନୁହଁ, ଆମେ ବାକ୍ୟ ଘେନି ଯିବା, କୃଷକୁ ଘେନିକି ଯିବା, ସେଇ ଜଳକୁ ଜୀବନ୍ତ ଜଳକୁ ଘେନିକି ଯିବା, ଯାହାଙ୍କ ଜୀବନ୍ତ ଜଳ ଯାହାଠାରୁ ଆମେ ପ୍ରାପ୍ତ କରୁଅଛୁ, ସେ ଜୀବନ୍ତ ଜଳ ହଉଛନ୍ତି ସେ ଯୀଶୁଖ୍ରୀଷ୍ଟ। ସେ କହିଲେ ତୁମେ ଶୈଳରେ ତୁମେ ସ୍ପର୍ଶ କର, ଆଘାତ କର, ସେଥିରେ ଜଳ ନିର୍ଗତ ହେବ। ଆଉ ମଶାଙ୍କୁ ସେଇପରି କୁହାଯାଇଥିଲା, ଆଉ ଅନେକ ଜଳ ନିର୍ଗତ ହେଲା, ଅନେକ ତାହା ପାନ କଲେ। ମୋର ପ୍ରିୟ ମାନେ,
ଆଜି ଅନେକ ଲୋକମାନେ ଚିନ୍ତା କରୁଛନ୍ତି ଆମମାନଙ୍କ ରାସନ କାର୍ଡ କଟିଯିବ। ଆମେ କାହିଁକି ଏଇ ସମୟରେ 1,17,17,00,000 ଲୋକମାନଙ୍କ ରାସନ କାର୍ଡ କାଟି ସାରିଲେଣି ଗଭର୍ଣ୍ଣମେଣ୍ଟ। ଆଉ ଅନେକ ଲୋକମାନେ ଚିନ୍ତା କରୁଛନ୍ତି ଆମେ ଖାଦ୍ୟର ଅଭାବ ଆମର ସମସ୍ୟା ହବ। କିନ୍ତୁ ପରମେଶ୍ୱର ଯେ କହୁଛନ୍ତି ମୁଁ ହଉଛି ସେ ଜୀବନଦାୟକ ଆହାର, ଯୋଉମାନେ କି ମତେ ଭୋଜନ କରନ୍ତି ସେମାନେ କେବେ ମଧ୍ୟ କ୍ଷୁଧିତ ହେବେ ନାହିଁ। ଯୋଉମାନେ ମତେ ଭୋଜନ କରିବେ, ଯୋଉମାନେ ବାକ୍ୟକୁ ଭୋଜନ କରିବେ ସେମାନେ କେବେ ମଧ୍ୟ ଭୋକରେ ରହିବେ ନାହିଁ। ପ୍ରଭୁ ସେଇମାନଙ୍କୁ ଖାଦ୍ୟ ଯୋଗାନ୍ତି। ଯଦି ଏଲିୟଙ୍କୁ କାଉ ଦ୍ୱାରା ସେ ଖାଦ୍ୟ ଯୋଗେଇଥିଲେ ସେ ଆମମାନଙ୍କୁ ମଧ୍ୟ ଖାଦ୍ୟ ଯୋଗେଇବା ପରମେଶ୍ୱର ଅଟନ୍ତି। ସେଇ ପ୍ରଭୁ ହଉଛନ୍ତି ଆମମାନଙ୍କର ପ୍ରଭୁ ଅଟନ୍ତି। ସେ ଆଉ ମଧ୍ୟ କୁହନ୍ତି ଆମେ ତୁମକୁ ଇଲେକ୍ଟ୍ରିଫିକେସନ ଦେବୁ। ସରକାର କୁହେ ସମସ୍ୟାକୁ ସମାଧାନ କରିଦେବୁ ବୋଲି କୁହେ, ପ୍ରତିଜ୍ଞା କରେ ଯେଉଁକି ଆମେ ଜିରୋରେ ତମର ଇଲେକ୍ଟ୍ରିକ ଜିରୋ ହେବ ବୋଲି ସମସ୍ୟା ସେ ଘୋଷଣା କରିଥିଲେ। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କହିଥିଲେ। କିନ୍ତୁ ସେ କଣ କଲେ? ଜିରୋ କଣ ଆଜି ଡବଲ ଟୁ ଡବଲ ତାଙ୍କ ଇଲେକ୍ଟ୍ରିକ ବିଲ୍ ହେଲା। କିନ୍ତୁ ଇସ୍ରାଏଲ ଲୋକମାନଙ୍କୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି ମୁଁ ଜଗତର ଜ୍ୟୋତି। ଯୀଶୁ ଖ୍ରୀଷ୍ଟ କହୁଛନ୍ତି ମୁଁ ସେଇ ଜଗତର ଜ୍ୟୋତି। ଇସ୍ରାଏଲ ମାନଙ୍କୁ ପରମେଶ୍ୱର କହିଥିଲେ ଆଜି ଆମ୍ଭେ ତୁମ୍ଭକୁ ଦିବସରେ ଆମେ ମେଘ ସ୍ତମ୍ଭ ହେବା, ରାତ୍ରରେ ତୁମ୍ଭକୁ ଆମେ ଆଲୋକ ସ୍ତମ୍ଭ ହେବା। ସେ ହେଉଛନ୍ତି ଆମମାନଙ୍କର ଏକ ଆଲୋକ ସ୍ତମ୍ଭ ଅଟନ୍ତି। ସେ ଆଲୋକ ଅଟନ୍ତି। ପୃଥିବୀର ସମସ୍ତ କୋଣ ବିକୋଣରେ ପରମେଶ୍ୱରଙ୍କର ସେଇ ଜ୍ୟୋତି ପ୍ରକାଶ ହୁଏ। ଆମ ପ୍ରତ୍ୟେକ ହୃଦୟରେ ସେ ଜ୍ୟୋତି ପ୍ରକାଶ ହୁଏ। ଆଉ ଯୀଶୁ ଖ୍ରୀଷ୍ଟ କୁହନ୍ତି ତୁମେ ସେହି ଜଗତର ଜ୍ୟୋତି, ଯାହାକି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶିଷ୍ୟ ମାନଙ୍କୁ କହିଛନ୍ତି ଯେ ସମ୍ଭବ ତୁମ ଦ୍ୱାରା ଅନେକ ଅନ୍ଧକାର ଦୂର ହେବ। ଆଉ ଯେପରିକି ପୁରାତନ ନିୟମର ଆଦି ପୁସ୍ତକରେ ସେ ଅନ୍ଧକାରକୁ ଦୂର କରି ଜ୍ୟୋତି କରିଥିଲେ, ସେଇପରି ଆଜି ଆମମାନଙ୍କ ଜୀବନରେ ସେ ଜ୍ୟୋତି ଦେଖାନ୍ତି। ଆଜି ଜଗତ ଲୋକ, ଜଗତର ରାଜନୀତି ଲୋକମାନେ ଆମେ ତୁମକୁ ଲାଇଟ୍ ଇଲେକ୍ଟ୍ରିଫିକେସନ ଯୋଗେଇ ବୋଲି କୁହନ୍ତି, ତାହା ସମ୍ଭବ ହେବ ନାହିଁ। କୁକଣରେ ନା କୁକଣରେ ସେମାନେ ଛାଡିଦେବେ, କିନ୍ତୁ ପରମେଶ୍ୱର ଆମମାନଙ୍କର କୋଉ କୋଣକୁ ଜଣକୁ ମଧ୍ୟ ସେ ଜ୍ୟୋତି ଦେବାରେ ଛାଡିବେ ନାହିଁ। ସେ ପ୍ରତିଜ୍ଞା କରି କହିଛନ୍ତି ସମସ୍ତ ଜିହ୍ୱା ସ୍ୱୀକାର କରିବ, ସମସ୍ତ ଜାନୁ ପାତିବ, ତାପରେ ତାଙ୍କର ଆଗମନ ହେବ। ପ୍ରେଜ୍ ଦ ଲର୍ଡ। ସେଇ ପ୍ରଭୁ ଆମମାନଙ୍କ ପ୍ରଭୁ ଅଟନ୍ତି। ଆଉ ସେ କହିଛନ୍ତି ଆମେ ମେଡିକାଲ ତମ ପାଇଁ ସବୁ ଜାଗାରେ କରିଦେବା। ସରକାର କହିଥାଏ, ଲୋକ କୁହନ୍ତି, ରାଜନୈତିକ ଦଳ ଘରେ ଘରେ ବୋଲିକି କୁହନ୍ତି ଆମେ ତୁମ ପାଇଁ ଏପରି ପ୍ରତିଜ୍ଞା କରୁଛୁ, ଆମେ ନିଶ୍ଚୟ କରିଦେବୁ, ଆମେ ଇଲେକ୍ସନ ଭୋଟ ପାଇଲେ ତାହା କରିବୁ, ସେମାନେ କୁହନ୍ତି। କିନ୍ତୁ ପ୍ରଭୁଙ୍କ ଲୋକମାନେ କଣ କୁହନ୍ତି? ଆସ ପ୍ରାର୍ଥନା କରିବା, ସେଥିରେ ତମ ରୋଗ ସୁସ୍ଥ ହେବ। ସେ ବାକ୍ୟ ଲେଖାଯାଇଛି ସେ ସମସ୍ତ ରୋଗକୁ ସୁସ୍ଥ କରିପାରନ୍ତି। ତାଙ୍କ ପାଖରେ ଅଛି ହେଭେନଲି ହେଲ୍ଥ କେୟାର, ହେଭେନଲି ସ୍ୱର୍ଗୀୟ ତାଙ୍କର ମେଡିକାଲ ଥାଏ। ସେଇ ମେଡିକାଲ ତାଙ୍କର, ସେ କୁହନ୍ତି ମୋର ହସ୍ତ ଛୋଟ ହେଇନାହିଁ ଯେ ଆମ୍ଭେ ତୁମ୍ଭକୁ ସ୍ପର୍ଶ କରିପାରିବା ନାହିଁ। ପ୍ରଭୁ କୁହନ୍ତି ଆମ୍ଭେ ତୁମ୍ଭକୁ ଆଶୀର୍ବାଦ କରିବା। ସେ ଅଧିକାର ଦେଇଛନ୍ତି। ବିଗତ ସପ୍ତାହରେ ଆମେ ଚିନ୍ତା କରୁଥିଲେ ତାଙ୍କର ଅଧିକାର ଚାବିକାଠି ସେ ଆମ ପ୍ରତ୍ୟେକଙ୍କୁ ପ୍ରଦତ୍ତ କରିଛନ୍ତି। ଯେଉଁ ଜିନିଷ ଆମେ ଅସମ୍ଭବ ବୋଲି ଭାବୁ, 38 ପକ୍ଷାଘାତୀ ରୋଗୀଙ୍କୁ ଖଟିଆ ଘେରି ଚାଲିବା ପାଇଁ କହିଛନ୍ତି, ଯେପରିକି ବାର୍ଟିମିୟ ଅନ୍ଧକୁ ଚକ୍ଷୁ ପ୍ରଦାନ କରିପାରିଛନ୍ତି, ବଡ ସମସ୍ୟାକୁ ସେ ଦୂର କରିପାରିଛନ୍ତି, ଯେ ମୃତ୍ୟୁ ଲାଜାରଙ୍କୁ ଉଠେଇ ପାରିଛନ୍ତି, ଯେଉଁ ପରମେଶ୍ୱର କି ଯିଏକି ଆନନ୍ଦ ନାମକ ଦ୍ୱାରରେ ଯେ ବସିଥିଲେ, ଜନ୍ମରୁ ଖଞ୍ଜ ଥିଲେ, ତାଙ୍କୁ ମଧ୍ୟ ଶିଷ୍ୟ ପିତର ଏବଂ ଯୋହନ ତାଙ୍କୁ କଥା କହି ଯୀଶୁଙ୍କ ନାମରେ ଚଲେଇକି ତାଙ୍କୁ ଗୌରବ ଏବଂ ପ୍ରଶଂସା କରିବା ପାଇଁ ସେ ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି। ସେଇ ଯୀଶୁ ଆମମାନଙ୍କର ମଧ୍ୟ ପ୍ରଭୁ ଅଟନ୍ତି। ଆଜି ଅନେକ ଲୋକମାନେ ମେଡିକାଲ ଉପରେ ସେମାନେ ଆଶା କରନ୍ତି। ଆଜି ଆମେ ଯେତେବେଳେ କି ମେଡିକାଲକୁ ଯାଇଛୁ, ଠିକ ଅଛି, ଜଗତର ଶରୀର ତାହା ଜଗତରେ ମେଡିକାଲ ଦ୍ୱାରା ଟ୍ରିଟମେଣ୍ଟ ହେବ। କିନ୍ତୁ ଯେତେବେଳେ କି ଯୀଶୁ ଖ୍ରୀଷ୍ଟ ସ୍ପର୍ଶ କରିବେ, ଗୋଷ୍ଠୀକୁ ଯୋଉମାନେ କି ଛୁଁ ନଥିଲେ ସେମାନଙ୍କୁ ଛୁଇଁକି ଯୀଶୁ ଖ୍ରୀଷ୍ଟ ସୁସ୍ଥତା କରିଛନ୍ତି। ସେଇ ସୁସ୍ଥତା ଆଜି ମଧ୍ୟ ଯୀଶୁ ଖ୍ରୀଷ୍ଟ କରିବା ପାଇଁ ସମ୍ଭବ ଅଟନ୍ତି। ସେଇ କାର୍ଯ୍ୟ ଏବେ କରିବା ପାଇଁ ସେ ସୁସ୍ଥତା ଅଟନ୍ତି। ଆମମାନଙ୍କୁ ଖାଦ୍ୟର ସମସ୍ୟା ବୋଲି ଆମେ ବେଳେ ବେଳେ କହିଥାଉ। ଅସୁସ୍ଥତା ସମୟରେ ଆମମାନଙ୍କୁ କଣ କରିବାକୁ ପଡିବ? ଖାଦ୍ୟର ସମସ୍ୟା, କଣ ଖାଇବୁ କଣ ନାହିଁ। ଯୀଶୁ ଖ୍ରୀଷ୍ଟ ଜାଣନ୍ତି କୋଉ ସମୟରେ କୋଉ ଖାଦ୍ୟ ଖାଇବା ଆବଶ୍ୟକ।
ଯେତେବେଳେ କି ଯୀଶୁଖ୍ରୀଷ୍ଟଙ୍କ ସମୟରେ ଏକ ସୁନ୍ଦର ମିଟିଂ ହଉଥିଲା, ସେତେବେଳେ ଗୋଟିଏ ଛୋଟ ପିଲାଙ୍କୁ ମାଗିକି ଲକ୍ଷ ଲକ୍ଷ ଲୋକଙ୍କୁ ସେ ଖାଦ୍ୟରେ ପୂର୍ଣ୍ଣତା କରେ, ସେମାନେ ପରିତୃପ୍ତ ହେଲେ ଏବଂ ବଳିଲା। ସେଇ ବାକ୍ୟ ଆମମାନଙ୍କ ଜୀବନରେ ମଧ୍ୟ ଆମେ ବେଳେ ବେଳେ ଭାବିଥାଉ ଛୋଟ ପିଲାଙ୍କ ପାଖରେ କିଛି ହବ ନାହିଁ ବୋଲି, କିନ୍ତୁ ଛୋଟ ପିଲାଙ୍କୁ ମଧ୍ୟ ପ୍ରଭୁ ବ୍ୟବହାର କରିବାକୁ ଚାହାନ୍ତି। ଯେଉଁକି ଅଛି ସାନ ପୁଅ ଯେ ଅସୁସ୍ଥ ଅଛନ୍ତି, ଯେତେବେଳେ ସେ ଠିଆ ହେବେ ସେ ଯୀଶୁଙ୍କ ପାଇଁ ସାକ୍ଷ୍ୟ ଦେବେ, ମତେ ପ୍ରଭୁ ସୁସ୍ଥ କରିଅଛନ୍ତି, ମୁଁ ସାକ୍ଷ୍ୟ ଦେବି, କାରଣ ପ୍ରଭୁଙ୍କ ଦ୍ୱାରା ମୋ ସମସ୍ତ ଶରୀର ସୁସ୍ଥତା ପାଇଅଛି। ଯେପରିକି ଯିଶାୟା ପୁସ୍ତକ 53 ଅଧ୍ୟାୟ 5 ପଦରେ କହିଛି, ତାଙ୍କ ପ୍ରହାରରେ ମୁଁ ସୁସ୍ଥତା ପାଇଅଛି। ସେ ସୁସ୍ଥ ହେଇଛନ୍ତି, ଅସମ୍ଭବ ନୁହଁ। କୋଉଙ୍କୁ ସୁସ୍ଥତା ମିଳିଅଛି, ସେଇ ସୁସ୍ଥତା ସେ ଘୋଷଣା କରିବେ, ସେ ସୁସ୍ଥତାକୁ ସେ ଦିନେ ସାକ୍ଷ୍ୟ କହିବେ, ପ୍ରଭୁ ମତେ ସୁସ୍ଥ କରିଛନ୍ତି। ସେଇ ପ୍ରଭୁ ଅଟନ୍ତି ଆମମାନଙ୍କର ପ୍ରଭୁ, ଅସମ୍ଭବକୁ ସମ୍ଭବ କରିବା ପରମେଶ୍ୱର। ଶିଳାଶଳରେ ଜଳପ୍ରପାତକାରୀ ପ୍ରଭୁ ଅଟନ୍ତି, ସମୁଦ୍ର ମଧ୍ୟରେ ରାସ୍ତା ଉତ୍ପନ୍ନକାରୀ ପ୍ରଭୁ ଅଟନ୍ତି, ମରୁ ପ୍ରାନ୍ତର ମଧ୍ୟରେ ମାନାବୃଷ୍ଟିକାରୀ ପରମେଶ୍ୱର ଅଟନ୍ତି, ମୃତ୍ୟୁକୁ ଉଠେଇ ଚଲେଇବା ପରମେଶ୍ୱର ଅଟନ୍ତି, ଖଞ୍ଜକୁ ତାଙ୍କୁ ଗୋଡର ହାଡକୁ ସ୍ପର୍ଶତା କରି ସୁସ୍ଥତା ଦେଇ ଦୌଡେଇବା ପରମେଶ୍ୱର ଅଟନ୍ତି। ସେଇ ପ୍ରଭୁ ଆମମାନଙ୍କ ପ୍ରଭୁ ଅଟନ୍ତି। ଆଜି ମଧ୍ୟ ସେଇ ପ୍ରଭୁ ସମ୍ଭବ ଅଟନ୍ତି। ଆଜି ମଧ୍ୟ ଅନେକ ମେଡିକାଲର ସମସ୍ୟା ଅଛି, ଅନେକ ଆମେ ଦେଖୁଛୁ, ଅନେକ ମା ମାନଙ୍କୁ, ଅନେକ ବିଧବା ମା ମାନଙ୍କୁ ଆଜି ସରକାର ପ୍ରତିଜ୍ଞା କରେ, ଆମେ ତମକୁ ଅନେକ ଟଙ୍କା ଦେବୁ, ଅନେକ ଆମେ ଏଇ ପ୍ରକାର ଟଙ୍କା ପଠେଇବୁ, ରାସନ କାର୍ଡ ଥିବା ଲୋକଙ୍କୁ ଆମେ ସୁଭଦ୍ରା ଯୋଜନା ଟଙ୍କା ପଠେଇବୁ। ନା, ତାହା ମାତ୍ର ଭୋଟ ପାଇଁ ମୋର ପ୍ରିୟ ମାନେ। କିନ୍ତୁ ପରମେଶ୍ୱର ଯିଏକି ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ଆଜି ପ୍ରତିଜ୍ଞା କରନ୍ତି, ସେ ଦୈନନ୍ଦିନ ଆମମାନଙ୍କୁ ସେ ଅର୍ଥ ଯୋଗାନ୍ତି, ସେ ଦୈନନ୍ଦିନ ଆମମାନଙ୍କୁ ସେ ସେବା କରନ୍ତି, ସେ ଦୈନନ୍ଦିନ ଆମମାନଙ୍କର ଦାୟିତ୍ୱକୁ ନିଅନ୍ତି, ସେ ଦୈନନ୍ଦିନ ଆମମାନଙ୍କର ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଆମମାନଙ୍କର ସହିତରେ ସେ ଜିହୋଭା ଜିରି ହେଇ କାର୍ଯ୍ୟ କରନ୍ତି। ଯେତେବେଳେ କି ଅବ୍ରାହମଙ୍କୁ ସେ ପ୍ରତିଜ୍ଞା କରେ, 3 ଦିନ ପରେ ସେ ପହଞ୍ଚୁଛନ୍ତି ବଳି କରିବା ପାଇଁ, ସେତେବେଳେ ସେଇ ଜାଗାରେ ମଧ୍ୟ ଯୀଶୁଖ୍ରୀଷ୍ଟ ପିତା ପରମେଶ୍ୱର ଯାହାକି ଅବ୍ରାହମଙ୍କୁ ଏକ ଜୀବନ୍ତ ଜନ୍ତୁ ଯୋଗାନ୍ତି, ଯାହାକି ବଳି କରାଯାଇପାରେ। ଆଜି ଆମମାନଙ୍କୁ ଖାଦ୍ୟର ଅଭାବ ହେବ ନାହିଁ, ଟଙ୍କାର ଅଭାବ ହେବ ନାହିଁ, ଗୃହର ଅଭାବ ହେବ ନାହିଁ, ରାସ୍ତାର ଅଭାବ ହେବ ନାହିଁ, ସୁସ୍ଥତାର ଅଭାବ ହେବ ନାହିଁ। ଯେତେବେଳେ ଆମେ କି ପ୍ରଭୁଙ୍କ ନିକଟକୁ ଆସୁଅଛୁ, ଖାଦ୍ୟର ଅଭାବ ହେବ ନାହିଁ। ଯେତେବେଳେ ଆମେ ପ୍ରଭୁଙ୍କ ନିକଟକୁ ଆସୁଅଛୁ, କୋଉ ମାଧ୍ୟମରେ ପ୍ରଭୁ ଆପଣଙ୍କୁ ଏବଂ ମତେ ନିଶ୍ଚୟ ଆଜି ଯୋଗାଇବେ। ସେ ପ୍ରତିଜ୍ଞା ସିଦ୍ଧ ପରମେଶ୍ୱର ଅଟନ୍ତି, ଯେଉଁକି ପ୍ରତିଜ୍ଞା କରି କେବେ ମଧ୍ୟ ସେ ଟଳି ନାହାନ୍ତି, ତାଙ୍କର ବିନ୍ଦୁ ସୁଦ୍ଧା ଲୋପ ପାଇବ ନାହିଁ। ଅନେକ ଆଜି ଏପରିକି ବାକ୍ୟ କୁହାଯାଇଛି, ଆଜି ଅନେକ ସରକାର ଏପରି କହି ଚାଲିଥାଏ, କିନ୍ତୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଆଶ୍ଚର୍ଯ୍ୟ ମନ୍ତ୍ରୀ, ପରାକ୍ରାନ୍ତ ଶାନ୍ତି ରାଜା ଇମାନୁଏଲ। ସେ ହେଉଛନ୍ତି ଆମମାନଙ୍କ ଆଶ୍ଚର୍ଯ୍ୟ ଏବଂ ମନ୍ତ୍ରୀ ଅଟନ୍ତି। ତାଙ୍କ ନାମ ହିଁ ଆଶ୍ଚର୍ଯ୍ୟ, ତାଙ୍କ ନାମ ହିଁ ପରାକ୍ରାନ୍ତ, ତାଙ୍କର ନାମ ହିଁ ଅନନ୍ତ କାଳ, ତାଙ୍କର ନାମ ହିଁ ଶାନ୍ତି ରାଜା। ସେ କେବେ ମଧ୍ୟ ତାଙ୍କର ଅନାଦି କାଳ, କେବେ ମଧ୍ୟ କାଳ ଶେଷ ହେବ ନାହିଁ। ତାଙ୍କ ପୂର୍ବରୁ ଯେପରି ଆମେ କହୁ ଓ ଏବଂ କ୍ଷ, ଯେପରିକି ଆରମ୍ଭ ଏବଂ ଶେଷ, ସେ ଅନନ୍ତି କାଳ ପର୍ଯ୍ୟନ୍ତ ତାଙ୍କର ଶାନ୍ତି ରାଜ୍ୟକୁ ସେ କେବେ ମଧ୍ୟ ଶେଷ କରିବେ ନାହିଁ, ଯୋଉମାନେ ତାଙ୍କ ରାଜ୍ୟ ନିମନ୍ତେ ଆଜି ପ୍ରସ୍ତୁତ ହୁଅନ୍ତି। ମୋର ପ୍ରିୟମାନେ, ଆଜି ସେ ଯୀଶୁଖ୍ରୀଷ୍ଟ ଆଜି ଆମମାନଙ୍କୁ ପ୍ରତିଜ୍ଞା କହୁଛନ୍ତି, ହେଇପାରେ ଆଜି ଏଇ ଜଗତର ସମସ୍ୟା ଆମମାନଙ୍କୁ, ଏଇ ଖ୍ରୀଷ୍ଟିଆନ ଲୋକମାନଙ୍କୁ, ଏଇ ପ୍ରଭୁଙ୍କୁ ଜାଣିଥିବା ଲୋକମାନଙ୍କୁ, ଉପାସନା କରୁଥିବା ଲୋକମାନଙ୍କୁ ଆମେ ଚର୍ଚ୍ଚରୁ ହଟେଇ ଦେବା, ଏଇ ଜାଗାରୁ ହଟେଇ ଦେବା, କନ୍ଧମାଳରୁ ହଟେଇ ଦେବା, ଓଡିଶାରୁ ହଟେଇ ଦେବା, ଭାରତରୁ ହଟେଇ ଦେବା, ଭାରତ ଜାଗାରୁ ଅନ୍ୟ କୋଉ ଜାଗା ଯିବା, କିନ୍ତୁ ପରମେଶ୍ୱର କୁହନ୍ତି ସମସ୍ତ ପୃଥିବୀ ଆମ୍ଭର। ପରମେଶ୍ୱର କୁହନ୍ତି ଏଇ ସମସ୍ତ ପୃଥିବୀ ଆମ୍ଭର। ଯଦି ପୃଥିବୀ ପରମେଶ୍ୱରଙ୍କର, ତାହେଲେ ପରମେଶ୍ୱରଙ୍କର ସନ୍ତାନ ମାନେ ହଉଛି ତାଙ୍କର ରାଜକୁମାର ଏବଂ ରାଜକୁମାରୀ।
जे राजांकर लोक माने अटु जो राजा होचंती आमानकर प्रभु अटंती जदि प्रभु होचंती आमानकर राजा प्रभु कहती जगत ए पृथ्वी आंभर से शासन करिवे सहस्र वर्ष पर्यंत से शासन करिवे सेतेबेले कौनसी लोक अन्य लोक माने नथिबे तांकर संतान संतति तांकर लोक माने थिबे तांकर प्रजा माने थिबे तांकर सहित रे थिबे तांको पई केबे मध्य अंधकार हेबो नाही तांको पई केबे मध्य भोक एवं शोष रहिबो नाही तांको पई केबे मध्य असुस्थता रहिबो नाही तांको पई केबे मध्य गृहर अभाव हेबो नाही कारण से प्रतिज्ञा करिसंती आम्भे तुंबको सुनार गृहरे रखिबा सेही प्रभु आमानकर प्रभु अटंती से आज प्रतिज्ञा करी कहती से असंभव को संभवकारी परमेश्वर कहते आज लोक कहते आम तुमको पटा देबु ना ठीक अच्छी जंगल जमीर पटा नहीं गले लोक दुख करुछंती ठीक अच्छी आम घर एबे कौन करुछंती तुम समस्त घर लोक माने आसिले आम पटा लिस्ट करदेबु तुम भौणी आसु तुम माँ आसु तुम बापा आसतु तुम भाई मान आसतु समस्ते लिस्ट रे पटारे रहिबे आ जेते जेते टिके टिके अछि समस्त को पटा दे बोली कहंती मजा कथा लागिला मते कथा किंतु प्रभु कहउछंती जो माने कि तांकर राज्य रे प्रवेश करिसंती तांको पाए ऑलरेडी से लाइसेंस रेडी कर रखिसंती तांकर एई जगत तांकर अस्थाई जगत अटे एई दुनिया तांकर अस्थाई दुनिया अटे प्रभु कहते तुमे जो कि स्थायी नगर रे प्रवेश करिबो स्थायी नगर जो कि परमेश्वर सही नगर रे प्रवेश करिबा व्यक्ति विशेष माने किए नहंती आमे आज एई जूम रे बसथिबा लोक माने अटु एवं आज जेते जण प्रभु को जानि छंती सही माने से स्थायी पट्टा से मानकर ऑलरेडी रिकॉर्डेड हेछि सही जगह से माने प्रवेश करिवे सही जगह से माने वास करिवे हाँ मोर प्रिय माने आज अनेक लोक माने चाकरी विषय मध्य चिंता करिथाउ आमे चाकरी हमको मिलिबो नाही यस क्रिश्चियन रो परिचय देले चाकरी मिलिबो नाही बोले आपण माने असंभव विषय को संभव करिबा परमेश्वर सेही चाकरी देबा परमेश्वर आ किए नहंती से होचंती प्रभु प्रेज द लॉर्ड जेपरि कि भौणी कहउथिले आमे गोटे ग्राम रो अन्य ग्राम को सुसमाचार को नेकी जेबा कारण प्रभु आमान को ऑलरेडी अपॉइंटमेंट करिसंती माथ्यू लिखित सुसमाचार 28 अध्याय जेपरि कि आमे 18-20 पद शेष पर्यंत आमे जेतेबेले देखुअछु ग्रेट कमिशन से आमान को अधिकार देइसंती चाकरी देई सारिसंती अनेक लोक माने प्रभुंकर जेतेबेले कि वाक्य को घोषणा करी जिबे प्रभु सेमान को कहिले तमे खाइबा पाई पिंधिबा पाई रहिबा पाई कौनसी प्रकार विषय रे तमे चिंता करो नाही से कहिले तमे आकाशर पक्षी मान को देख से माने बुणंती नहीं कि काटंती नहीं कि अमार रे संचय करंती नहीं से मानकु ठारू कोन तुमे श्रेष्ठ नुह कि यस आमे से मानको ठारू अधिक गुण रे श्रेष्ठ अटु मोर प्रिय माने आज क्रिश्चियन रो सॉल्यूशन की परी प्रभु को पिलांकर प्रभु को लोक मानकर सॉल्यूशन की परी कारण से आमान को एही प्रकार वार्ता कहया को चाहंती स्वर्ग सिंहासन रे जे कि बसिछंती आउ तळकु से आमान को अनेइले तांकर संतान संतति मानक से देखंती जे प्रभु यीशु ख्रीष्ट जे कि गुहाल रे जन्म ग्रहण कले आउ से आमको प्रतिज्ञा करंती साधारण जिनिस को साधारण करी कहंती आम्बे तुंभो पाई सुनार गृह आम माने रखी दे अछु ए जगत आम मानक पाई ए समस्त पृथ्वी आम मानक पाई किछि नुह ए जगत किछि नुह आम मानक पाई ए गुटे साधारण जिनिस अटे क्षण कालर जिनिस अटे सेतिबा आमाने एई जिनिस को आमे भूली जिबा जाके प्रभु आमानकु कहंती तांको पछरे जो माने कि गमन करंती तांको पछरे जो माने कि जानती आज मध्य सेई माने अनंत कालीन गृह रे प्रवेश करिवे चाकरी रे रहिबे सेई चाकरी होउची स्थायी चाकरी स्थायी गृह रे रही से माने चाकरी करिवे जो गृह कि से माने स्वर्गीय सैन्य अटंती आज सैनिक रे आमे भाग नैछु सेई सैनिक पाए आमे भाग जेतले नैछु तांको पाए जंत्रणा तो निहाती अछि क्लेश अछि किंतु से सेई परी व्यक्ति विशेष मानको से आज मध्य प्रतिज्ञा करी कहंती जे तुमको मु स्वर्गीय को आज मध्य नेबी की परी नेबे
ଯୋଉମାନଙ୍କୁ ଲାଇସେନ୍ସ କରାଯାଇଛି। ଯଦି ଯେଉଁକି ଯୀଶୁ ଖ୍ରୀଷ୍ଟ ଗୋଷ୍ଠୀକୁ ସୂଚୀ କରି ତାହାଙ୍କୁ ଧାର୍ମିକତା ରୂପ ଦେଇ ତାଙ୍କୁ ପବିତ୍ରତାର ରୂପ ଦେଇ ତାଙ୍କୁ ପ୍ରବେଶ କରିପାରନ୍ତି। ଯେଉଁକି ଆଜି ଜଗତ ଘୃଣା କରେ ସେଇ ଲୋକଙ୍କୁ, ଯିଏକି ଆଜି ବ୍ୟଭିଚାରିଣୀ ସ୍ତ୍ରୀଙ୍କୁ ମଧ୍ୟ ତାଙ୍କୁ ଧାର୍ମିକତା ଭାବରେ ରୂପ ଦେଇ ତାଙ୍କୁ ଚାକିରି ଦେଇ ତମେ ଆଜିଠାରୁ ପବିତ୍ର ହେଲ, ଧାର୍ମିକ ହେଲ, ଆଉ ତୁମେ ଆମ୍ଭ ଲୋକ ହେଲ। ତାଙ୍କ ଗୃହରେ ରହିବା ଆମମାନଙ୍କର ଏକ ଉତ୍ତମ ଚାକିରି ଅଟେ। ସେଇ ଚାକିରି ପ୍ରଭୁ ଆମମାନଙ୍କୁ ଦେଇଛନ୍ତି। ପରଗ୍ରାହୀ ଯିଏକି ଟଙ୍କା ପାଇଁ ଚାକିରି ଖୋଜୁଥିଲେ, ତାଙ୍କୁ କହିଲେ ଆଜି ଏଇ ଗୃହରେ ପରିତ୍ରାଣ ଉପସ୍ଥିତ ହେଲା। ଟଙ୍କାକୁ ତୁମେ ଫୋପାଡ଼ି ଦିଅ, ଟଙ୍କାକୁ ତୁମେ ଦେଇଦିଅ କହିଲେ ନାଇଁ। ଯେତେବେଳେ ଯୀଶୁଙ୍କୁ ପାଇଲେ, ସେ ଚାକିରି ଛାଡ଼ିଲେ, ସେ ଟଙ୍କା ଛାଡ଼ିଲେ, ଆଉ ଯୀଶୁଙ୍କୁ ତାଙ୍କ ଗୃହକୁ ନେଲେ। ଆଉ ସେ କହିଲେ ଆଜି ମୋ ଗୃହରେ, ଆଜି ସେ କହୁଛନ୍ତି ଆଜି ତୁମେ ମୋ ସହିତ ଭୋଜନ କରିବ, ଆଜି ମୋ ସହିତ ତୁମେ ରହିବ। ୟେସ୍, ଆଜି ସେଇପରି ବ୍ୟକ୍ତି ବିଶେଷଙ୍କୁ ଯଦି ପ୍ରଭୁ ଚାକିରିକୁ ଛଡ଼େଇକି ତାଙ୍କ ଚାକିରିରେ ଆପଏଣ୍ଟମେଣ୍ଟ କରନ୍ତି, ପ୍ରେଜ୍ ଦ ଲର୍ଡ, ସେଇ ଚାକିରି ଆଜି ଗଭର୍ଣ୍ଣମେଣ୍ଟ ଦେଇପାରିବ ନାହିଁ। ଆଜି କୌଣସି ସରକାର ନାହିଁ, କୌଣସି ଜଗତର ଲୋକ ନାହାନ୍ତି ସେଇ ଚାକିରି ଦେଇପାରିବେ ଯେଉଁ ଚାକିରି କି ଯୀଶୁ ଖ୍ରୀଷ୍ଟ ଦିଅନ୍ତି। ଚାକିରି ଛଡ଼େଇବା ପ୍ରଭୁ ଅଟନ୍ତି ଯେଉଁ ଚାକିରି। କିନ୍ତୁ ଆଉ ଗୋଟେ ବିଷୟ, ଯେଉଁମାନେ କାର୍ଯ୍ୟରତ ଥାନ୍ତି ସେମାନଙ୍କୁ ଯୀଶୁ ଖ୍ରୀଷ୍ଟ ଆପଏଣ୍ଟମେଣ୍ଟ କରନ୍ତି ତାଙ୍କ କାର୍ଯ୍ୟ ପାଇଁ। ଶିଷ୍ୟମାନେ ସେମାନେ ଜଗତର ଚାକିରି କରୁଥିଲେ। ସେମାନେ ଶିଷ୍ୟମାନେ କଣ କରୁଥିଲେ? ସେମାନେ ଜଗତର ଚାକିରି, ମାଛ ଧରୁଥିଲେ। ୟେସ୍, ସେମାନଙ୍କୁ ସ୍ୱର୍ଗ ଚାକିରିରେ ଆପଏଣ୍ଟମେଣ୍ଟ କଲେ। ଆଉ ତୁମେ ଆଜିଠାରୁ ଏଇ ଚାକିରି କରିବ, ତୁମେ ମନୁଷ୍ୟ ମାନଙ୍କୁ ଆଜିଠାରୁ ଧରିବ। ପ୍ରେଜ୍ ଦ ଲର୍ଡ। ଆଜି ଆମମାନେ ସେଇ ବିଷୟକୁ କିଛି ସମୟ ପୂର୍ବରୁ ଭାବୁଥିଲେ, ଯେ ପ୍ରାର୍ଥନାରେ ମଧ୍ୟ ଆଣିଥିଲେ, ଗୀତରେ ମଧ୍ୟ ଗାଉଥିଲେ, ସୁସମାଚାରକୁ ନେଇ ପ୍ରତି ଗାଁକୁ ଯାଉ। ସେଇ ଚାକିରି ଆଜି ଆମ ପ୍ରଭୁ ଦେଇଛନ୍ତି। ଆଉ ମଧ୍ୟ ମୋର ପ୍ରିୟମାନେ, ଅନେକଙ୍କୁ ସେ ଆଜି ପ୍ରତିଜ୍ଞା କରନ୍ତି, ପିତୃହୀନ ଲୋକଙ୍କୁ ଆମେ ପିତୃତ୍ୱ କରାଇବା, ତାଙ୍କୁ ବାପାଙ୍କୁ ଯୋଗେଇବା। ଯେତେବେଳେ ଜଗତକୁ ପରିତ୍ୟାଗ କରି ଜଣେ ମନୁଷ୍ୟ ଆସେ, ତାଙ୍କ ପାଇଁ କୌଣସି ବିଷୟ ସମ୍ଭବ ନାହିଁ, ସେ ପିତାଙ୍କୁ ପାଇବାର ସମ୍ଭବ ହେବେ। ଆଉ ସେ କେଉଁ ନୁହନ୍ତୁ, ଆମେ ଜାଣିଛୁ ଯେ ବହୁତ ଦୂରକୁ ଚାଲି ଯାଇଥିଲେ, ପିତୃହୀନ ଥିଲେ, ଭାତୃହୀନ ଥିଲେ, ନିଜର ପରିବାର ଫେଲୋସିପର କୌଣସି ବିହୀନରେ ଥିଲେ। ତାଙ୍କୁ ପ୍ରଭୁ ଅପେକ୍ଷା କଲେ। ଆଉ ଯେତେବେଳେ ସେ ଘରକୁ ଫେରି ଆସିଲେ, ସେ ହେଉଛନ୍ତି ଅପବିତ୍ର। ସେ ପୁନର୍ବାର ପିତୃତ୍ୱର ଅଧିକାରକୁ ପାଇଲେ। ତାଙ୍କ ପାଇଁ କୌଣସି ବିଷୟ ସମ୍ଭବ ନାହିଁ। ସେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ କୌଣସି ସମ୍ଭବ ନାହିଁ। ଆମେ ବେଳେ ବେଳେ ଭାବିଥାଉ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ସହିତ ଅଛନ୍ତି, କିଛି ହବ ନାହିଁ। ଯୀଶୁ ଖ୍ରୀଷ୍ଟ ସବୁବେଳେ ଥାନ୍ତି, ସବୁବେଳେ ସମସ୍ୟା ଆସିବ। ସମସ୍ୟାକୁ ଦୂର କରିବା ପାଇଁ, ଅସମ୍ଭବକୁ ଦୂର କରିବା ପାଇଁ ସମ୍ଭବ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ସେଇଦିନ ସେଇ ସମସ୍ୟା ଥିଲା ଶିଷ୍ୟମାନଙ୍କ ଉପରେ। ଆଜି ଆମେ ସେ ବାକ୍ୟ ଦ୍ୱାରା ସମସ୍ୟାକୁ ଦୂର କରିପାରିବା। ଯୀଶୁ ଖ୍ରୀଷ୍ଟ ବାକ୍ୟ ପଠେଇ ଜଳକୁ ଧମକ ଦେଇ କହିଲେ, ସମୁଦ୍ରକୁ ଧମକ ଦେଇ କହିଲେ, ସେ ସମୁଦ୍ର ବନ୍ଦ ହେଲା, ତୋଫାନ ବନ୍ଦ ହେଲା। ବାକ୍ୟ ଦ୍ୱାରା ସେ ଉଚ୍ଚାରଣ କଲେ, ଋତୁ ଲାଜରା ଉଠି ଆସିଲେ। ବାକ୍ୟ ଦ୍ୱାରା ସେ ବାକ୍ୟ ପଠେଇଲେ, କଥା କହିଲେ। 38 ପକ୍ଷା ଘାତି ସେ ସୁସ୍ଥ ହୋଇ ଚାଲି ଚାଲି ଦୌଡ଼ି ଦୌଡ଼ି ଗଲେ। ଆଜି ଆଲବର୍ଟ ପୁଅ ମଧ୍ୟ ବାକ୍ୟ ପଠାନ୍ତୁ, ସେଇ ବାକ୍ୟ ପଠାନ୍ତୁ। ଆଜି ଯେଉଁ ବାକ୍ୟ ଆମେ ପ୍ରାର୍ଥନା କରିଛୁ, ପ୍ରଭୁ ତାଙ୍କୁ ସୁସ୍ଥ କରିଛନ୍ତି, ଆଉ ସେ ସୁସ୍ଥତା ହେବେ। ମୋର ପ୍ରିୟ ମାନେ, ଯେତେବେଳେ କି ଆମେ ଲୁକଲିଖିତ ସୁସମାଚାର 18 ଅଧ୍ୟାୟ ଆଉ 43 ପଦରୁ 48 ପଦ ଦେଖୁ, ଜଣେ ନାରୀ, 12 ବର୍ଷର ପ୍ରଦରଗ୍ରସ୍ତ ନାରୀ, ସେ କଣ କରନ୍ତି? ପ୍ରଭୁଙ୍କୁ ଛୁଅନ୍ତି। ଆଉ ସେତେବେଳେ ସେ ଘୋଷଣା କରୁଛନ୍ତି, ଛୁଇଁଲା ପରେ ବିଶ୍ୱାସକୁ, ତମର ବିଶ୍ୱାସ, 48 ପଦ ଲେଖାଯାଇଛି, ତମର ବିଶ୍ୱାସ ତୁମକୁ ସୁସ୍ଥ କରିଅଛି। ତମେ ଏଠାରୁ ଏହିପରି ସମସ୍ୟା, ଗୋଟିଏ ପରେ ଗୋଟିଏ ସମସ୍ୟା, ଅନେକ ସମସ୍ୟା ଯାହାକି ଆମେ ଦେଖୁଅଛୁ ଜଗତ ମଧ୍ୟରେ, ଅନେକ ସମସ୍ୟା ଜନ୍ମରୁ ମରଣ ପର୍ଯ୍ୟନ୍ତ ଆସିଥାଏ। ସେଇ ସମସ୍ୟାକୁ ସମାଧାନକାରୀ ଆଉ କିଏ ନୁହନ୍ତି?
ସମାଧାନକାରୀ ପ୍ରଭୁ ଅଟନ୍ତି। ପ୍ରତ୍ୟେକ ସମସ୍ୟା ଗୋଟିଏ ପରେ ଗୋଟିଏ ସମସ୍ୟା ଆପଣଙ୍କୁ ଆଜି ସମସ୍ତେ ଆମେ ଚିନ୍ତା କରିଛୁ 10ଟି ସମସ୍ୟା। ସେଇ ସମସ୍ୟାକୁ ଆଉ କିଏ ସମାଧାନ କରିପାରିବେ ନାହିଁ। 5 ବର୍ଷର ଶାସନ କାଳ ଚାଲିଯିବ ସରକାରର, କିନ୍ତୁ ଆମ ପ୍ରଭୁଙ୍କର ଶାସନ କାଳ ଅନାଦି ଅନନ୍ତ କାଳ ସେ ସ୍ଥାୟୀ ଶାସନ କରନ୍ତି। ସେ ହଉଛନ୍ତି ସମ୍ପୂର୍ଣ୍ଣ ନ୍ୟାୟ ପରମେଶ୍ୱର। ସେ ହଉଛନ୍ତି ବିଚାରକର୍ତ୍ତା, ସେ ହଉଛନ୍ତି ରାଜା। ସେ ଆମମାନଙ୍କୁ ବିଚାର କରିବେ, ସେ ଅସମ୍ଭବକୁ ସମ୍ଭବ କରି ଦେଖେଇବେ। ଆଜି ମଧ୍ୟ ପ୍ରତିଜ୍ଞା ସିଦ୍ଧ ପରମେଶ୍ୱର ଅଟନ୍ତି। ଆସୁ ସେଇ ପ୍ରଭୁଙ୍କ ନିକଟକୁ ସଦାସର୍ବଦା ଆସୁ। ସେଇ ସମସ୍ୟାକୁ ଘେନି ଆମେ ପ୍ରଭୁଙ୍କ ନିକଟକୁ ଆସୁ। ସେ ଅସମ୍ଭବକୁ ସମ୍ଭବ କରିବେ। ଯେତେବେଳେ ଯୀଶୁ ଆମ ସହିତ ଥାନ୍ତି ସମସ୍ୟା ସମାଧାନ ହୁଏ। Where Jesus reaches, there is changes. ଯୀଶୁ ଯେଉଁ ଜାଗାରେ ପହଞ୍ଚନ୍ତି ସେଇ ଜାଗାରେ ସମସ୍ୟା ସମାଧାନ ହୁଏ। এই অল্প বাক্যের প্রতি প্রত্যেককে আশীর্বাদ করুন। আমেন।